ଅଇଁଠା ବାସନ ରାତିରେ ନ ଧୋଇ ପକାଇ ରଖୁଥିଲେ ଘରେ କାହାର କ୍ଷତି ହୋଇଥାଏ। ବନ୍ଧୁଗଣ, ଆଜି ଆମେ ଜାଣିବା ଅଇଁଠା ବାସନ ରଖିଥିଲେ ଘରେ କାହାର ଏବଂ କିପରି କ୍ଷତି ହୋଇଥାଏ ସେହି ବିଷୟରେ ଆଲୋଚନା କରିବା। ଆପଣମାନେ ଖାଇବା ପରେ ଅନେକ ସମୟ ବାସନକୁ ଛାଡ଼ି ଦେଇଥାନ୍ତି। ଆମେ ଏହାକୁ ମାଜିବାକୁ ବେଳେବେଳେ ଅଳସୁଆ ହୋଇଥାଉ, କିନ୍ତୁ ଏହା ଆମ ପାଇଁ ଖରାପ ହୋଇଥାଏ। ଏହା ପାଇଁ ଭୟାନକର ପରିଣାମ ମଧ୍ୟ ମିଳିଥାଏ। କିଛି ଲୋକମାନେ ପାଣି କାମ କରିବାରୁ ବଞ୍ଚିବା ପାଇଁ ଖାଇବା ଖାଇସାରି ନିଜ ବାସନକୁ ଛାଡ଼ି ଦେଇଥାନ୍ତି। ଏହା ସହ ବହୁତ ଲୋକ ଏହାକୁ ଚାକର ଚାକରାଣୀମାନଙ୍କ ପାଇଁ ରଖିଦେଇଥାନ୍ତି। ତେବେ ଅଇଁଠା ବାସନ ରଖିଥିଲେ କ'ଣ ହୁଏ ସେହି ବିଷୟରେ ଆଲୋଚନା କରିବା। କିନ୍ତୁ ତାହା ପୂର୍ବରୁ ସମସ୍ତଙ୍କୁ ଅନୁରୋଧ, ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ ଓ ବହୁ ମାତ୍ରାରେ ସେୟାର କରନ୍ତୁ। ଯଦି ଚ୍ୟାନେଲ ପାଇଁ ନୂଆ ତାହେଲେ ସବସ୍କ୍ରାଇବ୍ ମଧ୍ୟ କରିନେବେ। ଏହା ଆମେ ଆଜି କହିବା କି ଶୀତ ଦିନ ରାତିରେ ଲୋକମାନେ ଥଣ୍ଡାରୁ ବଞ୍ଚିବା ପାଇଁ ଆମେ ଏହାକୁ କରିଥାଉ। ଆଉ କିଛି ଜଣଙ୍କ ଅଭ୍ୟାସ ହିଁ ଥାଏ କି ସେମାନେ ଖାଇବା ବେଳେ ସେହି ଜାଗାରେ ହାତ ଧୋଇ ଦିଅନ୍ତି ଓ ସେହି ଜାଗାରେ ହିଁ ବାସନ ଛାଡ଼ି ଦେଇଥାନ୍ତି, କାମ କରିବା ପାଇଁ ଅଳସୁଆ ହୋଇକି। କିନ୍ତୁ ଏହା କରିବା ଦ୍ୱାରା ଆମର କ୍ଷତି ହୋଇଥାଏ। ବାସ୍ତୁଶାସ୍ତ୍ରରେ କୁହାଯାଇଛି କି ବାସନକୁ ପକାଇ ରଖିବା ଦ୍ୱାରା ଘରେ ଅଶାନ୍ତି ହୋଇଥାଏ। ଏହା ସହ ରାତିର ବାସନ ଯଦି ଆମେ ନ ଧୋଇକି ରଖିଦେଇଥାଉ ତେବେ ଏହା ଆମ ପାଇଁ ଖରାପ ହୋଇଥାଏ। ଆମ ପରିବାରରେ ମତଭେଦ ହୋଇଥାଏ। ଏହା ସହ ଆମେ ନିଜ ଘର ଲୋକଙ୍କ ଭିତରେ ଖୁବ୍ ଅଶାନ୍ତି ହୋଇଥାଏ। ବାସନକୁ ଅପରିଷ୍କାର ରଖିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ହୋଇନଥାଏ, ଯାହାଦ୍ୱାରା ଆପଣମାନେ ଧୀରେ ଧୀରେ ଦରିଦ୍ର ହୋଇଯିବେ। ଏହା ସହ ଆମଦାନୀ ମଧ୍ୟ କମିବାରେ ଲାଗିବ ଆପଣଙ୍କ ଘରେ। ଆପଣମାନେ ଯେଉଁ କାମ କରିବା ପାଇଁ ଇଚ୍ଛୁକ ଥିବେ ତାହା ହୋଇପାରିବନି। ଏହା ସହ ଆପଣଙ୍କ ସବୁ ସ୍ୱପ୍ନ ଅଧାରେ ରହିଯିବ। ଆପଣ ଯଦି ଖାଇବା ପରେ ଏହାକୁ ସାଙ୍ଗେ ସାଙ୍ଗେ ଧୋଇ ନିଅନ୍ତି, ଯାହାଦ୍ୱାରା ଆପଣଙ୍କୁ ଏହାର ମୁହଁ ସକାଳୁ ସକାଳୁ ଦେଖିବାକୁ ପଡ଼ିବ ନାହିଁ। ଏହା ସହ ଅଇଁଠା କିମ୍ବା ଅଇଁଠା ବାସନ ଏହାକୁ ଅଧିକ ସମୟ ରଖିବା ଦ୍ୱାରା ଏହି ବାସନରେ ଜର୍ମ ଲାଗି ଯାଇଥାଏ, ଯାହାଦ୍ୱାରା ଜୀବାଣୁ ଏତେ ସହଜରେ ଏଥିରୁ ଯାଇନଥାନ୍ତି ଓ ଏହା ଆମକୁ ବେମାର କରାଇ ଦେଇଥାଏ। ତେଣୁ ଆପଣ ମଧ୍ୟ ଏହାର ଧ୍ୟାନ ରଖିବେ କି ଏହାକୁ ଆମେ ରାତିରେ ହିଁ ସଫା କରିନେବା ଉଚିତ। ତେବେ ଆପଣଙ୍କ ପରିବାର ଖୁବ୍ ଖୁସିରେ ରହିବେ। ତେଣୁ ଏହି ବିଷୟ ଉପରେ ଧ୍ୟାନ ଦେବା ଉଚିତ। ଭିଡ଼ିଓଟି କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।